ଚାରିଆଡେ ଘନ ଜଙ୍ଗଲ। ରାତି ବଢିବାକୁ ଲାଗିଥିଲା। ଗୋଟିଏ କଳା ରଙ୍ଗର ଚଢେଇ, ତା ହାତରେ ଗୋଟେ ଦୀପ ଆଉ ତା ମୁଣ୍ଡ ଉପରେ ଗୋଟେ କଳସିରେ କିଛି ମାଂସ ନେଇ ଯାଉଥିଲା। ହେ ଭଗବାନ, ଏ ଗୁମ୍ଫାର ରାସ୍ତା ଆଉ କେତେ ବାଟ? ଏ ଅନ୍ଧାର ରାତିରେ ଗୁମ୍ଫାର ରାସ୍ତା ବହୁତ ଲମ୍ବା ଲାଗୁଛି। କିନ୍ତୁ ଯାହା ବି ହେଇଯାଉ, ମୁଁ ସେ ଗୁମ୍ଫା ଭିତରକୁ ଯିବି ଆଉ ମୋର ଏ କଳା ଚେହେରାକୁ ଗୋରା ଯେମିତି ହେଲେ କରିବି। ତାପରେ ମୋ ପଛରେ ବି ଟୋକାମାନଙ୍କର ଲାଇନ ଲାଗିଯିବ। କିଛି ବାଟ ଚାଲିକି ଯିବା ପରେ ସେ ଗୁମ୍ଫା ପାଖରେ ପହଞ୍ଚିଗଲା। ସେ ଗୁମ୍ଫା ଭିତରକୁ ଗଲା। ଗୁମ୍ଫା ଭିତରେ ବହୁତ ଅନ୍ଧାର ଥିଲା, କିନ୍ତୁ ଦୀପ ଆଲୁଅ ଯୋଗୁଁ କିଛି କିଛି ଦେଖା ଯାଉଥିଲା। ଆରେ, ୟା ଭିତରେ ତ ବହୁତ ଅନ୍ଧାର ହେଇଛି, ଆଉ କେତେ ଭୟାନକ ଶବ୍ଦ ଶୁଭୁଛି। କିନ୍ତୁ ଯାହା ବି ହେଇଯାଉ, ମୁଁ ଆଜି ଗୋରା ହେଇକି ଯିବି। ଯାଉଛି ଆଖି ବନ୍ଦ କରିଦେବି। ସେ ଆଖି ବନ୍ଦ କଲା। ତାପରେ ଗୋଟେ ଭୟାନକ ଡାହାଣୀ ସେଠାରେ ପ୍ରକଟ ହୁଏ। ସେ ସେହି କଳସିରୁ ମାଂସ ନେଇ ଖାଇବାକୁ ଲାଗିଲା। ତାପରେ ସେ ସେହି ଚଢେଇର ମୁହଁକୁ ଯାଇ ହାତ ମାରିଲା। କିନ୍ତୁ ଭୟରେ ସେ ଚଢେଇ ତା ଆଖି ଖୋଲିଦେଲା। ଇଏ ତୁ କଣ କଲୁ? ଆଖି ଖୋଲିଲୁ କାହିଁକି? ତୁ କଣ ଜାଣିନୁ, ଯିଏ ମୋ ପାଖକୁ ଆସେ, ଯଦି ସେ ଆଖି ଖୋଲି ମତେ ଦେଖିଦିଏ, ମୁଁ ତାର କିଛି ବି ଇଚ୍ଛା ପୂରଣ କରେ ନାହିଁ, ଆଉ ତାକୁ ମାରିଦିଏ। ନାଇଁ ଡାହାଣୀ, ମତେ କ୍ଷମା କରିଦେ। ମୁଁ ଜାଣିନଥିଲି। ମୁଁ ବହୁତ ଡରିଗଲି, ସେଥିପାଇଁ ଆଖି ଖୋଲିଦେଲି। ଦୟାକରି ମତେ ଗୋରା ଆଉ ବହୁତ ସୁନ୍ଦର କରିଦେ, ଆଉ ମତେ ଏଠାରୁ ଯିବାକୁ ଦେ। ନା, ଏବେ ମୁଁ ତତେ ଆଉ ସୁନ୍ଦର କରିପାରିବିନି। ଏବେ ତୁ ମରିବୁ। ମୁଁ ତତେ ମାରି ତୋ ମାଂସ ଖାଇବି। ଏହା କହି ସେ ଡାହାଣୀ ସେ ଚଢେଇକୁ ମାରି ତାକୁ ଖାଇଦେଲା। ଏ ଖପରାଖୋଲ ଜଙ୍ଗଲର ପକ୍ଷୀମାନେ କୁଆଡେ ଗାୟବ ହେଇଯାଉଛନ୍ତି? ମୁଁ ତ କିଛି ବି ବୁଝିପାରୁନି। ରାନୀ, ଆମକୁ କିଛି ଦିନ ଏ ଜଙ୍ଗଲରେ ରହି ପତା କରିବାକୁ ପଡିବ, ଏଠାରେ କଣ ହେଉଛି। କିନ୍ତୁ କାଳୁ, ଆମର କିଛି ଅସୁବିଧା ହେବନି ଟି ଯଦି ଆମେ ବି କୁଆଡେ ଗାୟବ ହେଇଯିବା? ଆରେ ରାନୀ, ତମେ ହେଉଛ ଇନ୍ସପେକ୍ଟର କାଳୁର ସ୍ତ୍ରୀ। ତମେ ଗୋଟେ ପୋଲିସ ବାଲାର ସ୍ତ୍ରୀ ହେଇ ଡରୁଛ? ଦେଖ, ଆମର କିଛି ବି ହେବନି। ହଉ, ଯାହା କରିବ ସାବଧାନର ସହ କରିବ। ତାପରେ ସେମାନେ ଖପରାଖୋଲ ଜଙ୍ଗଲରେ ପହଞ୍ଚି ଯାଆନ୍ତି। ରାନୀ, ତମେ ଗାଡିରେ ବସିଥା, ମୁଁ ଯାଇକି ଗାଁ ବାଲାଙ୍କ ସହ କଥା ହେଇକି ଆସୁଛି। ମୁଁ ହେଉଛି ଇନ୍ସପେକ୍ଟର କାଳୁ। ମିଛ କଥା କହିଲେ ମାରିବି ତମ ସେଇଟାକୁ। ମୁଁ ଶୁଣିଛି ତମ ଜଙ୍ଗଲର କିଛି ଝିଅ ଚଢେଇ କୁଆଡେ ଗାୟବ ହେଇଯାଉଛନ୍ତି। କଥା କଣ, ମତେ ଭଲ ଭାବରେ କୁହ। ଆରେ ବାବୁ, ଆମେ ମିଛ କାହିଁକି କହିବୁ? ମୁଁ ତମକୁ ସବୁ ସତ ସତ କହିବି। ଯୋଉ ଚଢେଇ ମାନେ ଗାୟବ ହେଇଯାଉଛନ୍ତି, ସେମାନେ ନିଜ ଭୁଲ ପାଇଁ ଗାୟବ ହେଉଛନ୍ତି। ଆମ ଜଙ୍ଗଲର ଶେଷ ଆଡକୁ ଗୋଟେ ଗୁମ୍ଫା ଅଛି। ସେ ଗୁମ୍ଫା ଭିତରେ ଶୁଣିଛି ଗୋଟେ ଡାହାଣୀ ରହୁଛି। ସେ ଡାହାଣୀକୁ ଯଦି ମାଂସ ଦେଇ ଖୁସି କରିବ, ତାହେଲେ ତମେ ଯଦି ଅସୁନ୍ଦର ହେଇଥିବ, ତାହେଲେ ତମକୁ ସେ ସୁନ୍ଦର କରିଦେବ। ଆଉ ଏଥିପାଇଁ କିଛି ଚଢେଇ ନିଜକୁ ସୁନ୍ଦର କରିବା ପାଇଁ ସେ ଗୁମ୍ଫା ଭିତରକୁ ଯାଉଛନ୍ତି, ଆଉ କେବେ ବି ଫେରିକି ଆସୁନାହାନ୍ତି। ଆଚ୍ଛା, ମୁଁ ବି ଦେଖିବି ସେ ଗୁମ୍ଫା ଭିତରେ ଏମିତି କୋଉ ଡାହାଣୀ ରହୁଛି ଯିଏକି ସମସ୍ତଙ୍କୁ ସୁନ୍ଦରୀ କରିଦେଉଛି। ମୋ ନାଁ ହେଉଛି ଇନ୍ସପେକ୍ଟର କାଳୁ। ମିଛ କହିଲେ ମାରିବି ତମ ସେଇଟାକୁ। ତାପରେ କାଳୁ ତା ସ୍ତ୍ରୀକୁ ନେଇ ତା ଗାଡିରେ ସେ ଗୁମ୍ଫା ଆଡକୁ ଯିବାକୁ ଲାଗେ। କିଛି ବାଟ ଗଲା ପରେ କାଳୁ ସେ ଗୁମ୍ଫା ପାଖରେ ପହଞ୍ଚିଯାଏ। ରାନୀ, ତମେ ଏଇଠି ବସିଥା, ମୁଁ ଗୁମ୍ଫା ଭିତରକୁ ଯାଉଛି। ତା ଭିତରେ ବାଘ ଭାଲୁ ବି ଥାଇପାରନ୍ତି, ହେଲା। ତାପରେ କାଳୁ ଗୁମ୍ଫା ଭିତରକୁ ଯିବାକୁ ଲାଗେ।
सेतिकी बेले रानी रो नजर गोटे बोर्ड उपरकू जाए। रानी से बोर्ड पढ़िबाकू लागे। या भितरे गोटे डाहाणी रहुची जिए की गोटे अभिशाप पाई ए गुंफा भितरे बंद हेकी अछि। ए डाहाणी केवल रातिरे बाहरिबो आउ ताकू जिए मांस आउ दीप द्वारा पूजा करी खुशी करिबो से ताकू सुंदरी करी देबो। किंतु गोटे कथा मने रख, जेते बेले डाहाणी तमकू हाथ मारी सुंदरी करुथिबो तमे आखि खोलिबो नाही। जदि तमे आखि खोलिबो ताहाले से तमकू मारी देबो। काळू ता भितरकू जाई देखे से गुंफा भितरे बहुत सारा पक्षी मानकर कंकाळ पड़िछि आउ सेठी किछि भी नाही। या भितरे तो केही भी नाहंती। मते लागुची ए सबु काम चोर मानकर। सेमाने पक्षी मानकर किडनी काढी बिकी देउछंती। सेथि पई सेमाने ए मिछ कथा कही पक्षी मानकू ए गुंफा भितर को आनी तांकू मारी देउछंती। काळू को पूरा विश्वास हो जाए जे ए काम चोर मानक द्वारा हेउची। किंतु रानी मुंडरे किछि अलगा कथा चलीथिला। रातिरे रानी ता हातरे दीप आउ मांसरे भरा माठिया धरी से गुंफा आड़कू जीवाकू लागे। मते एहा करिबाकू पड़िबो, नहले जीवन सारा एमिति काळी हेई रहिबाकू पड़िबो। एहा कही रानी से गुंफा भितरकू चली गला। आउ से मांसरे भरा माठियाकू तळे रखी आखि बंद करी ठिया हेई गला। तापरे किछि भयानक शब्द हैला आउ डाहाणी सेठारे प्रकट हैला। से डाहाणी रानी आनिथिबा मांसकू चोबेई चोबेई खाइबाकू लागिला। तापरे से रानी पाखकू जाई रानी मुहरे हाथ मारिबाकू लागिला। रानी को जोरे कष्ट होला आउ रानी आखि खोल देला। इए तू कोन कलु? एबे तू आउ एठारू फेरिकी जाई पारिबुनी। तू कोन जानिनु मु सुंदरी करुथिबा समय रे जदी केही आखि खोली दिए मु ताकू जीवनरू मारी दिए। एबे तू मो पेटकू जीवु। जेमिति से डाहाणी रानी को मारिबाकू जाईची सेतिकी बेले काळू गोटे तांत्रिक को नेई सेठाकू आसे। रही जा, तू ताकू मारी पारिबुनी। तो खेल शेष हो गला डाहाणी। मु भाबिथिली ए सबु काम चोर मानकर, किंतु जेते बेले रानी एठाकू आसिला मु सबु बुझी गली आउ तांत्रिक बाबा को नेई एठाकू आसिली। ए तांत्रिक मोर किछि भी करि पारिबनी। एबे मु तम समस्त को मारी मजा करी खाइबी। अच्छा तू आमकू मारिबू? ये ने एहा कही तांत्रिक बाबा ता उपरकू गंगा जल पकई दियंती। गंगा जल पड़ू पड़ू डाहाणी जळिबाकू लागे। मते छाड़ी दियो, मते छाड़ी दियो। मु पुणी थरे फेरिबी, पुणी थरे फेरिबी आउ तम मानकू काहाकू भी छाड़ीबिनी। तापरे डाहाणी जळी पड़ी भस्म हो जाए। सेई दिनठू खपरा खोल जंगलर पक्षी माने हस खुशी रे रहिबाकू लागंती। मीनू चढ़ई आरपट जंगलरू मधुबन जंगल आसे। से ता जिनिस सबू तळे रखे आउ ता झियो को कुहे, झियो ए जंगल रे सुखिला काठ कोठी मिलिबो? मु पचारिके आसुची, तू एइठी बसिथा। माँ आमे कौन बिना सुखिला काठरे घर बनै पारिबानी? ना झियो, बिना काठरे घर केमिति तैयारी हेबो? मीनू चढ़ई ता झियो को गोटे गछ तळे बसेईकी सुखिला काठ आनिबाकू चली जाए। बुढ़ी माँ मु आउ मो झियो ए जंगल को नुआ आसीचु। आमको रहिया पई घर बनैबाकू पड़िबो, सेथिपई बहुत सारा सुखिला काठ दरकार। एठी कोठी सुखिला काठ मिलिबो? एइटा गोटे हरा भरा जंगल, एठी तते सुखिला काठ मिलिबनी। घर बनैया पई सुखिला काठ तते आरपट जंगलरू आनिबाकू पड़िबो। किंतु मु एकुटिया ए काम केमिति करिबी? मु जाउची काठी कुटा द्वारा बसा तैयारी करिबी।
ଆଉ ଯେତେବେଳେ ବର୍ଷା ହେବ ସେତିକି ବେଳେ ଦେଖିବା କଣ ଗୋଟେ କରିବା। ଏହା କହି ମିନୁ ଚଢ଼େଇ ସେଠାରୁ ଚାଲିଯାଏ। ଆରେ ବା, ଏଠି ତ ଗୋଟେ ବଡ଼ ନଡ଼ିଆ ଅଛି। ଯାଉଛି ଏ ନଡ଼ିଆକୁ କଣା କରି ଗୋଟେ ଘର ବନେଇବି। ଆଉ ୟା ଭିତରେ ଆମେ ମା ଝିଅ ଆରାମସେ ରହିପାରିବୁ। ଏହା କହି ଗୁଡି ଯିବାକୁ ଲାଗେ। ଆଉ ଯାଇ ସେ ନଡ଼ିଆକୁ ଥଣ୍ଟ ଦ୍ୱାରା କଣା କରିବାକୁ ଲାଗେ। ଗୁଡି ସବୁ ନଡ଼ିଆ ପାଣି ପିଇ ଦିଏ ଆଉ ତା ଭିତରେ ଯାଇ ବସି ପଡ଼େ। କିଛି ସମୟ ପରେ ମିନୁ ଚଢ଼େଇ ସେଠାକୁ ଆସେ। ଗୁଡି ଗୁଡି ଝିଅ, ତୁ କୁଆଡ଼େ ଗଲୁ? କୋଉଠି ତୁ? ମା ମା, ମୁଁ ଏଠି ଅଛି ନଡ଼ିଆ ଭିତରେ। ତାପରେ ମିନୁ ସେ ନଡ଼ିଆ ପାଖକୁ ଯାଏ। ଗୁଡି, କଣ ଏ ନଡ଼ିଆ ଭିତରେ ମୋ ପାଇଁ ବି ଜାଗା ହେବ? ହଁ ମା, ଆମେ ମା ଝିଅ ଆରାମସେ ନଡ଼ିଆ ଭିତରେ ରହିପାରିବା। ଏହା ଶୁଣି ମିନୁ ଖୁସି ହେଇଯାଏ ଆଉ ସେ ନଡ଼ିଆ ଭିତରକୁ ଚାଲିଯାଏ। ମତେ ଶୁଖିଲା କାଠ ମିଳିଲାନି, କିନ୍ତୁ ଏ ଘର ବହୁତ ଭଲ ଆଉ ମଜବୁତ। ଆମେ ଆରାମସେ ୟା ଭିତରେ ରହିପାରିବା। ଏମିତି ସେ ମା ଝିଅ ସେ ନଡ଼ିଆ ଘର ଭିତରେ ଗୋଟିଏ ଦିନ କାଟି ଦିଅନ୍ତି। ତା ପରଦିନ କାଳୁ ଆଉ ରାନୀ ସେଠାକୁ ଆସନ୍ତି। କାଳୁ, ମତେ ବହୁତ ଜୋରେ ଭୋକ କଲାଣି। ମତେ କିଛି ମିଠା ଫଳ ଆଣିକି ଦଉନ? ହେଇଟି ଦେଖେ, ସେ ନଡ଼ିଆ ଗଛରେ ଗୋଟେ ନଡ଼ିଆ ହେଇଛି। ଚାଲେ ଆମେ ତାକୁ ଖାଇବା। କାଳୁ ଆଉ ରାନୀ ସେ ନଡ଼ିଆ ପାଖକୁ ଯିବାକୁ ଲାଗନ୍ତି। ସେ ନଡ଼ିଆ ଭିତରେ ମିନୁ ଆଉ ତା ଝିଅ ବସିଥିଲେ। ଆରେ ଝିଅ, ଏମିତିକା ଶବ୍ଦ କୋଉଠୁ ଆସୁଛି? ମା, ଲାଗୁଛି କି ଆମ ନଡ଼ିଆକୁ ଥଣ୍ଟ ମାରୁଛି। ତାପରେ ସେମାନେ ଦୁଇ ଜଣ ନଡ଼ିଆ ଘର ଭିତରୁ ବାହାରକୁ ଆସନ୍ତି। କାଳୁ କାଉ, ଏ ନଡ଼ିଆକୁ ଖାଅ ନାହିଁ। ଏଇଟା ମୋର ଆଉ ମୋ ଝିଅର ଘର। ଏହା ଶୁଣି କାଳୁ ଆଉ ରାନୀ ଜୋରେ ଜୋରେ ହସିବାକୁ ଲାଗନ୍ତି। ଘର? ଏଇଟା କେମିତିକା ଘର? ଏଇଟା ତ ଆମର ଖାଇବା ଜିନିଷ। ଘର କରିବାର ଅଛି ଯଦି ଆଉ କୁଆଡେ ଯାଇ କର। ଆମେ ତ ଏ ନଡ଼ିଆକୁ ଖାଇ ନିଜ ଭୋକ ମେଟେଇବୁ। ଏହା କହି ସେମାନେ ଦୁଇ ଜଣ ସେ ନଡ଼ିଆକୁ ତୋଳି ଖାଇବାକୁ ଲାଗନ୍ତି। ମା, ଏ କାଉ ଦୁଇ ଜଣ ତ ଆମ ନଡ଼ିଆ ଖାଇଦେଲେ। ଏବେ ଆମେ କଣ କରିବା? କୁଆଡେ ଯିବା? ଗୁଡି, ଚାଲେ ଆମେ ଆଉ କୁଆଡେ ଯିବା। ଏହା କହି ମିନୁ ଚଢ଼େଇ ନିଜ ଜିନିଷ ଧରି ଯିବାକୁ ଲାଗେ। ସେମାନେ ତାପରେ ପାହାଡ଼ ଆଡ଼େ ଯିବାକୁ ଲାଗନ୍ତି। ସେଠି ଗୋଟିଏ ବଡ଼ ଡାଳିମ୍ବ ଗଛ ଥିଲା। ସେ ଡାଳିମ୍ବ ଗଛରେ ଗୋଟେ ବଡ଼ ଡାଳିମ୍ବ ହେଇଥିଲା। ମା, ଆମେ ଯଦି ଏ ଡାଳିମ୍ବରେ ଘର ତିଆରି କରିବା ତାହେଲେ କେମିତି ହେବ? ହଁ ଝିଅ, ଆମେ ଡାଳିମ୍ବକୁ ଭିତରୁ ଖାଇକି ସଫା କରିଦେବା। ତାପରେ ଆମେ ଦୁଇ ଜଣ ଆରାମସେ ରହିପାରିବା। ତାପରେ ସେ ମା ଝିଅ ଦୁଇ ଜଣ ସେ ଡାଳିମ୍ବ ଦେହରେ କଣା କରନ୍ତି ଆଉ ତାର ସବୁ ରସ ପିଇ ଦିଅନ୍ତି। ସେଇ ଜଙ୍ଗଲରେ ମିଟୁ ଶୁଆ ବି ରହୁଥିଲା। ମିଟୁ ଶୁଆ ତା ପାଇଁ ମିଠା ଫଳ ଖୋଜୁଥିଲା। ସେ ଖାଦ୍ୟ ଖୋଜି ଖୋଜି ସେହି ପାହାଡ଼ ବାଟ ଦେଇ ଯାଉଥିଲା। ବାଟରେ ସେ ସେହି ବଡ଼ ଡାଳିମ୍ବ ଦେଖିଲା। ଚଢ଼େଇ ଚଢ଼େଇ, ତୁ ଏ ଡାଳିମ୍ବ ଭିତରୁ ବାହାରକୁ ଆସିଯା। ମୁଁ ୟାକୁ ଖାଇବାକୁ ଆସିଛି। ନାଇଁ ମିଟୁ ଭାଇ, ଏ ଡାଳିମ୍ବ ହେଉଛି ଏବେ ଆମର ଘର। ମୁଁ ୟାକୁ ତମକୁ ଦେଇପାରିବିନି। ୟା ଭିତରେ ମୁଁ ରହିବି। ମିଟୁ ଅଙ୍କଲ, ଆମେ ଏ ଡାଳିମ୍ବର ସବୁ ରସ ଖାଇ ଦେଇଛୁ। ୟା ଭିତରେ ଆଉ ରସ ନାହିଁ। ମୁଁ ୟାର ରସ ଖାଇବାକୁ ଆସିନି। ମୁଁ ଏ ଡାଳିମ୍ବର ଚୋପା ଖାଇବାକୁ ଆସିଛି। ଏ ଜଙ୍ଗଲର ଫଳ ସବୁ ଖାଇବା ପାଇଁ ହେଇଛି, ଏଥିରେ ଘର କରିବା ପାଇଁ ନୁହଁ। ନାଇଁ, ଆମେ ବାହାରିବୁ ନାହିଁ। ତମେ ଯାଅ ଏଠୁ। ରହ, ମୁଁ ଏବେ କାଉମାନଙ୍କୁ ଡାକିକି ଆଣୁଛି। ସେମାନେ ତତେ ବାହାର କରିବେ। ଏହା କହି ମିଟୁ ଶୁଆ କାଉମାନଙ୍କୁ ଡାକିବାକୁ ଚାଲିଯାଏ। ଆରେ କାଳୁ କାଉ, ଗୋଟେ ଡାଳିମ୍ବ ଦେହରେ ଗୋଟେ ଚଢ଼େଇ ଆସି ଘର କରିକି ରହିଛି। ମୁଁ ସେ ଡାଳିମ୍ବକୁ ଖାଇବାକୁ ଚାହୁଁଛି। ତୁ ଆସେ, ତାକୁ ବାହାର କରିବୁ। ସେ ଚଢ଼େଇ କେତେବେଳେ ନଡ଼ିଆ ଭିତରେ ଘର ତିଆରି କରୁଛି ଆଉ କେତେବେଳେ ଡାଳିମ୍ବ ଭିତରେ ଘର କରୁଛି। କାଳୁ, ଆମକୁ ସେ ଚଢ଼େଇକୁ ଏ ଜଙ୍ଗଲରୁ ବାହାର କରିବାକୁ ପଡ଼ିବ। ନହେଲେ ସେ ଆମ ଜଙ୍ଗଲର ସବୁ ଫଳକୁ ଘର ବନେଇ ବନେଇ ଖରାପ କରିଦେବ। କାଳୁ ଆଉ ରାନୀ ମିଟୁ ସହ ସେଠାକୁ ଯିବାକୁ ଲାଗନ୍ତି।
ए चढ़ई तू से डालिंब भितर बाहर को आसबू ना तते गोटे चापड़ा देबी। कालू तू मते कोठी भी रहिबाकू दउनु। मु जुआड़े जाउची तू सियाड़े आसिकी मो घर भांगी दउचु। जदि आउ केबे भी ए जंगलर कोनोसी फलरे घर तियारी करिचु ताहले आमे तते ए जंगलरू बाहर करदेबू। मीनू चढ़ई काऊ मानक कथा सुनी डरी गला। से ता भितरू बाहर को आसे। तापरे मिट्टू बसी से डालिंब चोपाकू खाइबाकू लागे। से दुई जन मा झियो गोटे गछ तले बसी राति बितेइबाकू लागंती। माँ एबे आमे कौन करिबा? झियो सकाळे आमे गोटे एमिति घर बनेइबा जहा द्वारा से काऊ मानकू किछि भी असुविधा हेबनी। आमे मा झियो मिसिकी पत्र द्वारा घर बनेइबा। माँ पत्र द्वारा कौन घर बनेइ हेबो? हाँ झियो मु जेतेबेले पिला थिली मो माँ घास आउ कदली पत्र द्वारा घर तैयारी करुथला। सकाळ हो जाए सकाळू मीनू चढ़ई बहुत सारा कदली पत्र एकाठी करे। झियो मु बसिकी ए कदली पत्र सफा करुची तू जा नदी कूलरू किछि घास आनिकी आसिबू। हौ ठीक अछि माँ। संध्या बेल भितरे से माँ झियो मिसिकी पत्र आउ घास द्वारा गोटे सुंदर घर तैयारी करि दियंती। संध्या बेलकू आकाश रे कड़ा बादल आसी जाए आउ वर्षा हेबा आरंभ हो जाए। मीनू आउ गुड्डी तांको पत्र घर भितरे बसी थांती। कालू आउ रानीर काठी कुटार बसा थिला। सेमाने जोरे वर्षा हेबारू पूरा भिजिबाकू लागंती। रानी से चढ़ई वर्षारू बंचिया पाई किछि ना किछि करिथिबो। चाले आमे ता पाखकू जिबा। हाँ कालू एबे आमकू से मीनू चढ़ई ओदा हेबारू बंचेई पारिबो। कालू आउ रानी मीनू चढ़ई को खोजिबाकू लागंती। सेमाने बाटरे गोटिए पत्र घर देखंती। से पत्र घर सबुठू अलगा देखा जाउची। एईटा से चढ़ईर घर हेइथिबो। सेमाने दुई जण सेठाकू जाती। चढ़ई चढ़ई मो कथा टिके सुनिबू। कौन है कालू भाई एबे कौन तमे पत्र खाइब? एबे मु तमर कौन असुविधा कली? एबे काईकी एठाकू आसीच? मीनू चढ़ई आमको क्षमा करिदे। आमे वर्षारे ओदा हेई गलुनी। आमको टिके तो घरे रहिबाकू दे। वर्षारे ओदा हेले आमको जर हेई जिवो। तापरे मीनू सेमानंकू ता घर भितरकू निए। कालू आउ रानी निज भूल बुझी पारंती आउ मीनू को क्षमा मागंती। आउ वर्षा छाड़िया जाए मीनू घरे रहिबाकू लागंती।